ଅଟକେ ନିର୍ଦ୍ଦେଶ କେବେ ସୁଖ ଆଉ କେବେ ମିଳେ ଦୁଃଖ ଆରମ୍ଭ ଖୋଜୁଛି ଦେଖ ଆରମ୍ଭ ଖୋଜୁଛି ଦେଖ ଶେଷର ଠିକଣା ଭଲ ମଣିଷକୁ ବଞ୍ଚିବା ମନ ଭଲ ମଣିଷକୁ ବଞ୍ଚିବା ମନ ଭଲ ମଣିଷକୁ ବଞ୍ଚିବା ମନ ଭଲ ମଣିଷକୁ ବଞ୍ଚିବା ମନ ବାପାଲୋ ଥକ୍ କଲା ଚୁପ୍ একদম চুপ কহিলা কন্যা ভাল মଣିষକୁ বঞ্চিবা মনা রখ তম সে ভাল মଣିষକୁ সলা ঘর বুড়ি এনে পানি আଣ୍ଠି হেলানি ভাল মଣିষ খোঁজা চালিছি আরে বাবা তু এ ভগবান মু তোতে চিহ্নি পারু নথিলি এবে কিন্তু মু তোতে ঠিক চিহ্নি পারুছি তু হউছু মো ভণঞ্জা বাঘেশ্বর বাঘা ଆଉ ମୁଁ ହଉଛି ତୋ ମାମୁଁ ମୋ ନାଁ ହଉଛି ପ୍ରାଣନାଥ चुप एकदम चुप खबरदार होशियार ଆଚ୍ଛା जंगल में नीरव ଆଉ ଜଙ୍ଗଲ ନୀରବ ମାନେ କ'ଣ ବାଘ ଗୁମ୍ଫା ଭିତରୁ ପଦାକୁ ବାହାରିଛି ବାପାଲୋ ସତର୍କ ହେଇଯାଅ ସମସ୍ତେ ସତର୍କ ହେଇଯାଅ ଆଚ୍ଛା ତା ନହେଲେ କହିବ କ'ଣ କହିବ ବାଘ ନେଇଗଲା ଦୌଡ଼ି ଆସ କିଏ କାହାକୁ ବାଘ ନେଇଗଲା ରେ ବାପା ଆଉ କିଏ ଦୌଡ଼ିବ ରେ ସବୁ ବୋଲୁଅଛୁ ମର ମର ପିନ୍ଧିଲା ବସନ ନୁହେଁ ତୋର କାହିଁକି ଆସିଛୁ ମନ କିସ ନେବା ପାଇଁ ରେ ଆସିଛୁ ଲଙ୍ଗଳା ହୋଇ ଜୀବ ଶୂନ୍ୟ ହୋଇ ରେ ମିଛ ମାୟା ସଂସାରେ କେ ନୁହେଁ କାହାର ଭାଇ ବନ୍ଧୁ ବାପା ମା କହିବ ଯେ ସାର ସେଇଟା ତ ସତ କେହି ରହି ନାହିଁ ରହିବେ ନାହିଁ ଯେ ଭବରଙ୍ଗ ଭୂମି ତଳେ ନିହାତି ବାପା ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳ ବଳେ ଆରେ ବାବା ତୁ କ'ଣ ପାଗଳ ହେଇଯାଇଛୁ ତୁ କ'ଣ ସତରେ ପାଗଳ ମୁଁ ପାଗଳ ଆଚ୍ଛା ଏଠି ସମସ୍ତେ ପାଗଳ ତମେ ପାଗଳ ମୁଁ ପାଗଳ ଇଏ ମୁଁ ପାଗଳ ନୁହଁ पागल प्रेमी आवारा गाई जा बापा सर की जो सर से वो धीरे धीरे अच्छा पागल अरे मैं धीरे धीरे आउ से छई आ मो पाखरे देखाना रे भणंजा तू पागल नुह केवल पागलर अभिनय कर चलीचु किंतु मते सबू जना हाँ हाँ तू तो हौचु मो भणंजा बाघेश्वर बाघा आ मु हौची एई प्रतापगढ़र राजा प्रताप केशरी गुमास्ता आ मो ना हौची प्राणनाथ तार तुमने प्राणनाथ हाँ भणंजा मो ना प्राणनाथ तार तुम कहि परिबो ए समाज कहे कि मते बास्टेट को है देई परिबो देई परिबो मो बापा मां को परिचय कुह हाँ हाँ रे भणंजा ना मु कही परिबी ए समाज कहीं कि तोते आज बास्टार्ड कुहे देई पारिबी मु तो बापा मां को परिचय आज मु सबू तोते गोटी गोटी करी खोलिकी कहबी
ଆଉ ମୁଁ ଯଦି ନ କହିବି ତାହେଲେ ଏ ଦୁନିଆ ଆଖିରେ ସବୁଦିନ ପାଇଁ ଦୋଷୀ ପାଲଟି ଯିବି। ଆଜି ତୋତେ ଜାଣିବାକୁ ପଡ଼ିବ, ଆଜି ତୋତେ ଶୁଣିବାକୁ ପଡ଼ିବ। ଆଉ ତୁ ଯଦି ନ ଜାଣିବୁ ତହିଁର କାରଣ ତାହେଲେ ଏ ଦୁନିଆରେ ପରା ଭଲ ମଣିଷକୁ ବଞ୍ଚିବା ମନା ହେଇଯିବ। ଆରେ ଶୁଣ ବାବା ଶୁଣ, ସେଇଟା ଗୋଟାଏ ଅତୀତର କାହାଣୀ, ଅତୀତର ଘଟଣା। ଏତେ ବଡ଼ ବିସ୍ତୀର୍ଣ୍ଣ ରାଜବଂଶରେ ମୋ ମାମୁଁ ଝିଅ ଭଉଣୀ, ତା ନାଁ ଥିଲା ଚମ୍ପାବତୀ। ଆଉ ସେ ଥିଲା ରାଜାଙ୍କର ମୁଖ୍ୟ ଦାସୀ। ଆଉ ସେଇ ସମୟରେ ରାଜାଙ୍କର ଜଣେ ଅଙ୍ଗରକ୍ଷୀ ଥିଲେ, ତାଙ୍କ ନାଁ ଥିଲା ନାଗେଶ୍ୱର। ଆଉ ସେଇ ନାଗେଶ୍ୱର ଓ ମୋ ଭଉଣୀ ଚମ୍ପାବତୀ ମଧ୍ୟରେ ଗୁପ୍ତ ପ୍ରେମ ଜାଗ୍ରତ ହେଲା। ଆଉ ସେଇ ଗୁପ୍ତ ପ୍ରେମରେ ମୋ ଭଉଣୀ ଚମ୍ପାବତୀଟା ଗର୍ଭବତୀ ହେଇଗଲା। ଗର୍ଭବତୀ ହେଇଗଲା? ହଁ ଭଣଜା, ମୋ ଭଉଣୀ ଚମ୍ପାବତୀଟା ଗର୍ଭବତୀ ହେଇଗଲା। ତାପରେ ଆଉ କଣ, ମୋ ଭଉଣୀ ଚମ୍ପାବତୀ କୁମାରୀ ଅବସ୍ଥାରେ ଗର୍ଭବତୀ ହେଇଥିବା ହେତୁ ଏ ଦୁନିଆ, এই ଜନସମାଜ ତାକୁ କେତେ ଛି ଛିକାର କଲେ। ଚାରିଆଡୁ ଖାଲି ଟାହି ଟାପର ଶବ୍ଦ ଶୁଭିଲା। ସେଠି ଯିବାର ଲୋକେ ବାର ନିନ୍ଦା ଜ୍ଞାତନା କଲେ। ଆଉ ସେଇ କଥାକୁ ସହ୍ୟ କରି ନ ପାରି ଆମ ପରିବାରର ସମସ୍ତେ ମୋ ଭଉଣୀର ବିବାହ ପ୍ରସ୍ତାବ ନେଇ ରାଜାଙ୍କ ଦରବାରକୁ ଗଲୁ। କିନ୍ତୁ ସେଇ ରାଜା ଆମକୁ ଛୋଟ ଜାତିର କହି ଘୃଣ୍ୟ ମନେ କରି ତା ରାଜ ଦରବାରରୁ ତଡ଼ି ଦେଲା। ଆଉ ମୋ ଭଉଣୀଟାକୁ ମଧ୍ୟ ଏ ରାଜ୍ୟରୁ ବାହାର କରିଦେଲା। ମୋ ଭଉଣୀଟାକୁ ସିନା ରାଜ୍ୟରୁ ବାହାର କରିଦେଲା, କିନ୍ତୁ ମୋ ଭଉଣୀ ସେତେବେଳକୁ ତା ଗୁପ୍ତ ପ୍ରେମରେ ବଢ଼ି ପେଟରେ ବଢୁଥିବା ସନ୍ତାନଟାକୁ ଜନ୍ମ କରି ସାରିଥିଲାଣି। ଆଉ ସେଇ ତା ଜନ୍ମ କରିଥିବା ସନ୍ତାନକୁ ଧରି ପୁଣି ଥରେ ରାଜାଙ୍କ ଦରବାରକୁ ଛୁଟି ଗଲା। କିନ୍ତୁ କାହିଁକି ଗଲା ତୁ ଜାଣିଛୁ ବାପା? କାହିଁକି ନା ମୋ ଭଉଣୀ ତା ଜନ୍ମ କରିଥିବା ସନ୍ତାନର ବାପାର ପରିଚୟ ଟିକକ ମାଗିବା ପାଇଁ ମୋ ଭଉଣୀ ତା ଜନ୍ମ କରିଥିବା ସନ୍ତାନକୁ ଇଏ ଦୁନିଆ ବାଷ୍ଟାର୍ଡ ବୋଲି ନ କହିବା ପାଇଁ। କିନ୍ତୁ ସେଇ କୁଳାଙ୍ଗର ରାଜା ପ୍ରତାପ କେଶରୀ ମୋ ଭଉଣୀକୁ ନ୍ୟାୟ ଦେବା ବଦଳରେ ମୋ ଭଉଣୀର ପ୍ରେମିକଟା ମାନେ ସେଇ ରାଜାଙ୍କର ଅଙ୍ଗରକ୍ଷୀଟାକୁ ସବୁଥିର ମୂଳ କାରଣ ବୋଲି ଦୋଷୀ ସାବ୍ୟସ୍ତ କରି ଫାଶୀ କୁଣ୍ଠରେ ଝୁଲେଇ ଦେଲା। ଭଣଜା, ମୋ ଭଉଣୀର ପ୍ରେମିକଟାକୁ ଫାଶୀ କୁଣ୍ଠରେ ଝୁଲେଇ ଦେଲା। ହେଲେ ସେଥିରେ ମୋର କଣ ଗଲା? ମୋର କଣ ମତଲବ ଅଛି? ଆରେ ବାବା, ତୁ ସିନା ଏଇ କଥାଟାକୁ ଏତେ ସହଜରେ କହିଦେଇ ପାରିଲୁ। ତୋର କିଛି ମତଲବ ନାହିଁ ବୋଲି, ତୋର କିଛି ଯାଏ ଆସେ ନାହିଁ ବୋଲି। କିନ୍ତୁ ଏବେ ମୁଁ ତତେ ଯୋଉ କଥାଟା କହିବି, ମୋ କଥାଟା ଶୁଣିଲେ ଆକାଶଟା ତ ମୁଣ୍ଡ ଉପରେ ଛିଣ୍ଡି ପଡ଼ିବ। ତୋ ପାଦ ତଳର ମାଟି ଦି ଭାଗ ହେଇ ଖସିଯିବ। ଆରେ ମୋ ଭଉଣୀଟାକୁ ସିନା ଏଇ ରାଜା ରାଜ୍ୟରୁ ବାହାର କରିଦେଲା, କିନ୍ତୁ ମୋ ଭଉଣୀ ତା ଜନ୍ମ କରିଥିବା ସନ୍ତାନକୁ ମୋରି ପାଖକୁ ନେଇ ଆସିଲା। ଆଉ ମୋରି ଘରେ ମୋରି ଦାୟିତ୍ୱରେ ଛାଡ଼ି ଦେଇ
ଟା କୁଆଡ଼େ ଚାଲିଗଲା ଯେ ସେ ଆଉ ଏପର୍ଯ୍ୟନ୍ତ ଫେରିଲାନି। ଆଉ ସେ କେବେ ବି ଫେରିବନି ଭଣଜା, ଆଉ ସେ କେବେ ବି ଫେରିବନି। ହେଲେ ସେ ଆଉ କାହିଁକି ଫେରିବନି? କାହିଁକି ଫେରିବନି ଜାଣିଛୁ? କାହିଁକି ନା ଏ ଦୁନିଆର ନିନ୍ଦା ଅପବାଦକୁ ସହ୍ୟ କରି ନ ପାରି ମୋ ଭଉଣୀଟା ନଦୀ ମଧ୍ୟକୁ ନେଇ ଆତ୍ମହତ୍ୟା କରିଦେଇଛି। ଆଉ ସେଇଦିନ ଠାରୁ ମୋରି କୋଳରେ ଟେକି ଯାଇଥିବା ତା ଶିଶୁ ସନ୍ତାନଟାକୁ ମୁଁ ଭୋକ ଉପାସରେ ରହି ଲାଲନ ପାଳନ କରୁଛି। ଏଡ଼େଟେରୁ ଏଡ଼େଟେ କରିଛି। ହେଲେ ତୁ କୁହ ଭଣଜା, ମୁଁ କ'ଣ ଏଇ ଦିନ ଦେଖିବାର ପାଏ? ମୋର କ'ଣ ଏଇ ଦିନ ଦେଖିବାର ଥିଲା? ଥାଉ ମାମୁ ଥାଉ। ତାହେଲେ ତମେ କୁହ ମାମୁ, ମୁଁ କ'ଣ ସେଇ ଭାଗ୍ୟହୀନ ଶିଶୁ ମାମୁ? रे भणजा, तू ही सेई दिनर सेई कणिया शिशु जाकु तो माँ मोर कोଳରେ ଟେକି ଦେଇ ତା ପ୍ରାଣଟାକୁ ନଦୀ ମଧ୍ୟରେ ବିସର୍ଜନ କରିଦେଲା। কিন্তু তু আজ হারি যা না রে বাপা। এই বুড়া মামুর কথাটাକୁ শুনি তু আজ ভাঙ্গি পড় না। তোর সেই ভাঙ্গি যাইଥିବା মেরুদণ্ডটাକୁ তোতে পুଣି ଥରେ ସିଧା ସଳଖି କରି ଆଜି ଛିଡ଼ା ହବାକୁ ପଡ଼ିବ। এই দুনিয়াକୁ এই জনসমাজକୁ ଆଜି তোতে ଚଢ଼େଇ ଦେବାକୁ ହେବ। ତୁ ଗୋଟାଏ ବାଷ୍ଟାର୍ଡ ନୁହଁ, ତୁ ହଉଛୁ ଯୋଗ୍ୟ ବାପା ମାର ସୁଯୋଗ୍ୟ ସନ୍ତାନ। ସେଇ ରାଜା ପ୍ରତାପ କେଶରୀ ଏବେ ବି ଏଇ ରାଜ୍ୟରେ ରାଜୁତି କରୁଛି। ତାର ହସୁଥିବା ସୁନାର ସଂସାରକୁ ତୋତେ ବର୍ବାଦ କରିଦେବାକୁ ହେବ। ତାର ହସୁଥିବା ସୁନାର ସଂସାରକୁ ତୋତେ ଚାଲି ପୋଡ଼ି ପାଉଁଶ କରିଦେବାକୁ ହେବ। ତା ହସୁଥିବା ସୁନାର ସଂସାରକୁ ତୋତେ ତଳି ମକଚି ମାଟିରେ ମିଶେଇ ଦେବାକୁ ହେବ। ପାରିବୁ ଯଦି, ତୋର ସେହି ସାହସ ସାମର୍ଥ୍ୟ ଅଛି ଯଦି, ତାହେଲେ ଏଇ ବୁଢ଼ା ମାମୁ ଆଜି ତୋତେ କଥା ମାଗୁଛି। ତୁ ଯଦି ପ୍ରକୃତରେ ତୋ ମା ଛାତି ରଖି ରଖାଇଛୁ ତାହେଲେ ଆଜି ମତେ କଥା ଦେ। ଆଜି ମତେ କଥା ଦେ ଭଣଜା, ଆଜି ମତେ କଥା ଦେ। ମୁଁ ତମକୁ କଥା ଦଉଛି ମାମୁ, ମୁଁ ପାରିବି ମାମୁ, ମୁଁ ଜରୁର ପାରିବି। ବାଘା ବାଘା ପାଦ ଉଠେଇଲେ ଭୂମିକମ୍ପ ହୁଏ, ହାତ ଉଠେଇଲେ
দাঙ্গা ଯେଉଁ ଅହଙ୍କାରୀ ରାଜବଂଶ ଏବେ ମଧ୍ୟ ଛୋଟ ଜାତି ବଡ଼ ଜାତିର ଘୃଣ୍ୟ ଭାବନା ରଖେ ଜଣେ ନିରୀହ ପ୍ରେମୀ ଯୁଗଲକୁ ଅଲଗା କରିଦେଲେ ମୋ ସେ ଅତ୍ୟାଚାରୀ ପରିବାରକୁ ଛାଡ଼ିବିନି ମାମୁ ସ୍ମାସ୍ କରିଦେବି ସ୍ମାସ୍ ଯେଉଁ ପାପୀ ରାଜବଂଶ ଜାତି ଭେଦ ଭାବ ଯଜ୍ଞରେ ଗୋଟାଏ ନିଷ୍ପାପ ଶିଶୁକୁ ବଳି ପକାଇଦେଲେ ମୋ ସେ ଅତ୍ୟାଚାରୀ ପରିବାରକୁ ଛାଡ଼ିବିନି ମାମୁ बर्बाद कर देवी बर्बाद भद्र मुखा पिंधि राज परिवार এই সমাজে ভালো মানুষের পরিচয় পর্যন্তে না মামু না ও কিন্তু কহিবে সেই ভালো মনুষ্যকু বঞ্চিবা মনা ভাল মଣିষକୁ ବଞ୍ଚିବା ମନା ଭଲ ମଣିଷକୁ 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 ବଞ୍ଚିବା ମନା महामंत्री विरसेन महाराज এই দেখো মহামন্ত্রী কি সুন্দর দেখা যায় আমার প্রতাপগড় রাজ্য নিশ্চয় মহারাজ ধন ধান্যে পরিপূর্ণ সুশোভিতা ধরা পত্র পুষ্পে শোভিত ধরণী সতে যেমিতি তোলিদে স্বর্গর উপমা নিশ্চয় মহারাজ ଆଉ ଜାଣିଛ ମହାମନ୍ତ୍ରୀ ପ୍ରଜାଗଣେ ଆନନ୍ଦରେ ରହିଛନ୍ତି ମୋ ଅନୁଶାସନେ ନିଶ୍ଚୟ ମହାରାଜ ଦେଖି ନାହିଁ ନେତ୍ରେ କେବେ ଅନ୍ୟାୟ ଅନୀତି ଅରାଜକତା ହଁ ମହାରାଜ ଦିବାନିଶି ଖେଳିଯାଏ ରାଇଜେ ମୋହର ସତ୍ୟ ଶାନ୍ତି ଆଉ ପ୍ରେମର ଲହରୀ ନିଶ୍ଚୟ ମହାରାଜ ହେଲେ ମହାମନ୍ତ୍ରୀ ବୀରସେନ ଏମିତି ଏକ ନିଷ୍କଳଙ୍କ ରାଜ୍ୟର ରାଜା ଭାବରେ ମୋ ନାମ ରାଜା ପ୍ରତାପ କେଶରୀ ନାମ ଆଜି ହୋଇଲା ସାର୍ଥକ ଧନ୍ୟ ମୋର ପିତୃପୁରୁଷ ଧନ୍ୟ ମୋର ଜନକ ଜନନୀ ନିଶ୍ଚୟ ମହାରାଜ ହେଲେ ମହାମନ୍ତ୍ରୀ ମୁଁ ନିଜେ ଅନୁଭବ କରିପାରୁଛି ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ଅପାର କରୁଣାରୁ ଆଜି ମୋ ରାଜ୍ୟର ସମସ୍ତ ଜନପ୍ରଜାମାନେ କୁଶଳରେ ଅଛନ୍ତି ନିଶ୍ଚୟ ମହାରାଜ କିନ୍ତୁ କାହିଁକି ବେଳେ ବେଳେ ମନ ମଧ୍ୟ ସନ୍ଦେହ ହେଉଛି ଜାଗ୍ରତ ତବ ମୁଖରୁ ଶୁଣିବାକୁ ଏଇ ମୋର ପ୍ରତାପଗଡ଼ ରାଜ୍ୟର ସମସ୍ତ ଜନପ୍ରଜାମାନଙ୍କର କୁଶଳ ବାର୍ତ୍ତା ଆହେ ପ୍ରତାପଗଡ଼ ନରେଶ ମହାମନ୍ତ୍ରୀ ଏଥିପାଇଁ ନୁହ ଚିନ୍ତାଶୀଳ ମହାମନ୍ତ୍ରୀ এই প্রতাপগড় সমস্ত জনপ্রজা আনন্দরে উল্লাসরে কাল যাপন করছেন মহারাজ ସତରେ ମହାମନ୍ତ୍ରୀ ଆପଣଙ୍କ ନାମ ଶୁଣି ବାଜେ ଶଙ୍ଖ ଧ୍ୱନି ଯାର ପାଦ ସର୍ବ ପ୍ରଜା କରୁଥାନ୍ତି ପୂଜା ମହାମନ୍ତ୍ରୀ ତାଙ୍କ କିବା ଯଶ ବିଭବେ ମହାରାଜ ମହାମନ୍ତ୍ରୀ ବୀରସେନ ମହାରାଜ ସତରେ ମହାମନ୍ତ୍ରୀ ଆଜି ତବ ମୁଖରୁ ଶୁଣିଲା ପରେ ଏଇ ମୋର ପ୍ରତାପଗଡ଼ ରାଜ୍ୟର ଜନପ୍ରଜାମାନଙ୍କର କୁଶଳ ବାର୍ତ୍ତା ମୋ ମନ ଆଜି ଆନନ୍ଦରେ ନାଚି ଉଠୁଛି ମହାମନ୍ତ୍ରୀ ମୋ ମନ ଆଜି ଆନନ୍ଦରେ ନାଚି ଉଠୁଛି ହଁ ମହାରାଜ ଧନ୍ୟ ହେଲି ମହାମନ୍ତ୍ରୀ ଶୁଣି ତୁମର ଭାରତୀ ଧନ୍ୟ ହେଲି ମହାମନ୍ତ୍ରୀ ପ୍ରଜାଙ୍କ କୁଶଳ ଶୁଣି ପ୍ରଜାଙ୍କ କୁଶଳ ଶୁଣି ଫୁଲି ଉଠେ ମମ ଛାତି ଧନ୍ୟ ହେଲି ମହା
ମହାରାଜ ରାଇଜରେ ସୁଶାସନ ଅଟଇ ରାଜାଙ୍କ ଧର୍ମ ଦୁଃଖୀ ଦରିଦ୍ର ପ୍ରଜାଙ୍କୁ କରେ ଅନ୍ନ ବସ୍ତ୍ର ଦାନ ଦେଖି ନାଇଁ ନେତ୍ରେ କେବେ ଦେଖି ନାଇଁ ନେତ୍ରେ କେବେ ରାଜେ ଅନ୍ୟାୟ ନୀତି ଧନ୍ୟ ହେରି ମହାମନ୍ତ୍ରୀ ଶୁଣି ତୁମର ଭାରତୀ ଧନ୍ୟ ହେରି ମହାମନ୍ତ୍ରୀ ସତରେ ମହାମନ୍ତ୍ରୀ ବୀରସେନ ମହାରାଜ ରାଜାର ଧର୍ମ ହେଉଛି ପ୍ରଜାଙ୍କ ଦୁଃଖରେ ଦୁଃଖୀ ଆଉ ପ୍ରଜାଙ୍କ ସୁଖରେ ସୁଖୀ ନିଶ୍ଚୟ ମହାରାଜ ଆଜି ପ୍ରଭୁଙ୍କ କରୁଣାରୁ ଯେତେବେଳେ ରାଜ୍ୟର ସମସ୍ତ ଜନପ୍ରଜା ମାନେ କୁଶଳରେ ଅଛନ୍ତି ମୁଁ ବା କାହିଁକି ଖୁସି ନ ହେବି ମହାମନ୍ତ୍ରୀ ମୁଁ ବା କାହିଁକି ଖୁସି ନ ହେବି ଆଉ ଗୋଟାଏ କଥା ମହାମନ୍ତ୍ରୀ କି କଥା କି ମହାରାଜ ତୁମେ ତ ଜାଣିଛ ଏଇ ରାଜ୍ୟ ଉପରେ ପ୍ରଭୁଙ୍କ ଅପାର କରୁଣା ସବୁବେଳେ ଝରି ପଡୁଛି ନିଶ୍ଚୟ ମହାରାଜ ଆଉ ତାଙ୍କରି କରୁଣାରୁ ଆଜି ମହାରାଣୀ ଚନ୍ଦ୍ରାବତୀ ମଧ୍ୟ ବର୍ତ୍ତମାନ 9 ମାସର ଗର୍ଭବତୀ ହଁ ମହାରାଜ ଆଉ ସେଥିପାଇଁ ମୁଁ ବହୁତ ଅତ୍ୟନ୍ତ ଖୁସି ମହାମନ୍ତ୍ରୀ ଅତ୍ୟନ୍ତ ଖୁସି କାହିଁକି ନା ଆଉ କେଇଟା ଦିନ ପରେ ମହାରାଣୀଙ୍କ ଗର୍ଭରୁ ସନ୍ତାନଟିଏ ଜନ୍ମ ହେବ ହୁଏତ ପୁତ୍ର ସନ୍ତାନ କି କନ୍ୟା ସନ୍ତାନଟିଏ ଜନ୍ମ ହେବ ନିଶ୍ଚୟ ମହାରାଜ ହେଲେ ଗୋଟାଏ କଥା ମହାମନ୍ତ୍ରୀ ବର୍ତ୍ତମାନ ମହାରାଣୀଙ୍କର ଗର୍ଭ ସମୟ 9 ମାସ ଆଉ କେଇଦିନ ପରେ ଯେତେବେଳେ ସନ୍ତାନ ଜନ୍ମ ହେବ ହେଲେ ମହାରାଣୀଙ୍କ ପ୍ରସବ ପାଇଁ ତୁମେ ସବୁ ବ୍ୟବସ୍ଥା କରିସାରିଛ ତ ମହାମନ୍ତ୍ରୀ ନିଶ୍ଚୟ ମହାରାଜ ଆପଣଙ୍କ ନିର୍ଦ୍ଦେଶରୁ ଭାଇମାନଙ୍କୁ ଖୋଜଣି ମୋ ରାଣୀ ମାଙ୍କ ଦାୟିତ୍ୱରେ ନିଯୁକ୍ତି କରିଦେଇଛି ମହାରାଜ ସତରେ ମହାମନ୍ତ୍ରୀ ମହାରାଜ ପ୍ରତାପ ଗଣନାରେ ମନରୁଇ ଚିନ୍ତା ତିଜା ପ୍ରତାପ ଗଣନାରେ ମନରୁଇ ଚିନ୍ତା ତିଜା ରଖିଲି ଶିବ ମାରିବ କିଏ ସେ ବୃଥାରି ନୁହା ଚିନ୍ତିତ ପ୍ରତାପ ଗଣନାରେ ବୃଥାରି ନୁହା ଚିନ୍ତିତ ମହାମନ୍ତ୍ରୀ ଆପଣ ଦୀର୍ଘ ଦିନ ହେଲା ରାଜ୍ୟ ଭ୍ରମଣାର୍ଥେ ଯାଇଥିଲେ ଆଜିକୁ 15 ଦିନ ହେଲା ରାଜ୍ୟରେ ପଦାର୍ପଣ କରିଛନ୍ତି ହଁ ମହାମନ୍ତ୍ରୀ ମହାରାଜ ମହାମନ୍ତ୍ରୀ କଣ ଖୁସିର ବାର୍ତ୍ତା ଶୁଣିବିନି କି ମହାରାଜ ମହାମନ୍ତ୍ରୀ ଖୁସିର ବାର୍ତ୍ତା ନିଶ୍ଚୟ ଶୁଣିବି ମହାମନ୍ତ୍ରୀ ତାହେଲେ କୁହ ମହାମନ୍ତ୍ରୀ ସେଇ ଖୁସିର ବିଷୟ କଣ ଆସି ଦେଇଛି ଖବର ସର୍ବ ଶୁଭ ରାଣୀଙ୍କର କୁଶଳୀ ଅଛନ୍ତି ରାଣୀ ମନୋଚିତ ପରିହରା କୁଶଳ ଆକାଶୀ କୁଲ ଚନ୍ଦ୍ରମାସ ହସି ହସି ରୋହିତ ଗିରା ପ୍ରତାପ ଗଣନାରେ ଧନ୍ୟ ମହାମନ୍ତ୍ରୀ ବୀରସେନ ଧନ୍ୟ ତୁମର ବିଚକ୍ଷଣ ବୁଦ୍ଧି ତୁମେ ସବୁ ବ୍ୟବସ୍ଥା ଯେତେବେଳେ କରିସାରିଛ ସେଥିପାଇଁ ଆଜି ମୁଁ ଅତ୍ୟନ୍ତ ଖୁସି ମହାମନ୍ତ୍ରୀ ଅତ୍ୟନ୍ତ ଖୁସି ମହାରାଜାଙ୍କର ଜୟ ହଉ। ଆରେ ଗୁମାସ୍ତା ହଠାତ୍ ଏ ସମୟରେ ଆସି ପ୍ରବେଶ କଲ କେମିତି ହଁ ମହାରାଜ ମୁଁ ଦେଖୁଛି କେତେ ଦିନ ହେଲା
ଆପଣଙ୍କ ପାଇଁ ସ୍ୱତନ୍ତ୍ର ଏକ ଅଙ୍ଗରକ୍ଷୀ ମାନେ ବଡିଗାର୍ଡଟେ ନିହାତି ଜରୁରୀ ମହାରାଜ। ଗୁମାସ୍ତା କାହିଁକି ନା ଯୁଗ ଯେମିତି ହେଲାଣି ଆପଣଙ୍କ ଯଶ ଗୌରବ ଧନ ଦୌଲତ ପ୍ରତିପତ୍ତି ଏମିତିକି ନିଜସ୍ୱ ପ୍ରତିଷ୍ଠା ଯେତେ ବଢ଼ି ବଢ଼ି ଚାଲିଛି ସେତେ ବେଶୀ ଆହୁରି ବାହ୍ୟ ଶତ୍ରୁ ବଢ଼ିବାରେ ଲାଗିଛନ୍ତି ମହାରାଜ। ଆରେ ଗୁମାସ୍ତା ହଁ ମହାରାଜ, ତେଣୁ ମତେ ଏଇ ରାଜ୍ୟ ପ୍ରତି ଲାଗେ ଭାରି ଚିନ୍ତା। ଗୁମାସ୍ତା। କେତେବେଳେ ଯେ କୋଉ ମୁହୂର୍ତ୍ତରେ କୋଉ କଥା ଘଟିପାରେ ଏ କଥା କିଏ କହିପାରିବ ମହାରାଜ? ହଁ ମହାରାଜ, ଗୁମାସ୍ତି ଉଚିତ ପ୍ରସ୍ତାବ ଦେଇଛନ୍ତି ମହାରାଜ। ମହାମନ୍ତ୍ରୀ ଆରେ ତୁମେ ବେଳେ ଯେତେବେଳେ ମୋର ମଙ୍ଗଳ କାମନା କରିଛ ମୁଁ ବା କାହିଁକି ତୁମମାନଙ୍କ ମନା କରିବି? ଠିକ ଅଛି ଗୁମାସ୍ତା, ଆରେ ତୁମେ ମାନେ ଯେତେବେଳେ ଏଇ ପ୍ରସ୍ତାବ ଦେଇଛ ମୋ ଅଙ୍ଗରକ୍ଷକ ଭାବରେ କାହାକୁ ନିୟୋଜିତ କରିବା ପାଇଁ, ତାହେଲେ ସେଇ ଅଙ୍ଗରକ୍ଷକ ଭାବରେ କିଏ ସେଇ କାମ କରିପାରିବ? ହଁ ମହାରାଜ, ଅଛନ୍ତି। ଅଛନ୍ତି? ଏମିତି ଜଣେ ସାମର୍ଥ୍ୟ ବ୍ୟକ୍ତି ଅଛନ୍ତି ମହାରାଜ, ସେ ହେଉଛନ୍ତି ମୋ ଭଣଞ୍ଜା ଆଉ ତାଙ୍କ ନାଁ ହଉଛି ବାଘେଶ୍ୱର ବାଘା। ହଁ ମହାରାଜ, ତାହେଲେ ବାଘେଶ୍ୱର ବାଘା ସେ ମୋ ଅଙ୍ଗରକ୍ଷକ ଭାବରେ କାମ କରିପାରିବ? ହଁ ମହାରାଜ, ତାହେଲେ କୋଉଟା ସେଇ ବାଘେଶ୍ୱର ବାଘା ମୋ ସମ୍ମୁଖକୁ ତାକୁ ନେଇ ଆସ। ହଁ ମହାରାଜ, ଠିକ ଅଛି, ଆପଣ ଆଜ୍ଞା ଶିରଧାର୍ଯ୍ୟ। ଆରେ ଭଣଞ୍ଜା, ଆରେ ବାବା ବାଘେଶ୍ୱର ବାଘା, ତୁ ମହାରାଜାଙ୍କ ନିକଟରେ ହୁଅ ଉପସ୍ଥିତ। ମହାମାନ୍ୟଙ୍କର ଜୟ ହେଉ, ପ୍ରଣାମ ସ୍ୱୀକାର ହେଉ ରାଜନ। ତାହେଲେ ତୁମେ ହଉଛ ସେଇ ବାଘା? କ୍ଷମା କରିବି ରାଜନ, ମୁଁ ଖାଲି ବାଘା ନୁହଁ, ମାନେ ମୁଁ ହଉଛି ବାଘେଶ୍ୱର ବାଘା ବାଘା। ତାହେଲେ ତୁମ ନାଁଟା ହଉଛି ବାଘେଶ୍ୱର ବାଘା? ହଁ ମହାରାଜ, ନାଁଟା ତ ବହୁତ ଭଲ ହେଇଛି। ଜଣାପଡ଼ୁଛି ତୁମେ ନିଶ୍ଚୟ ମୋ ଅଙ୍ଗରକ୍ଷକ ଭାବରେ ଭଲ କାମ କରିପାରିବ ବୋଲି। ନିଶ୍ଚୟ ମହାରାଜ। ଆଉ ତୁମ ମାମୁଁ ଯେତେବେଳେ ତୁମ ପ୍ରସ୍ତାବ ଦେଇଛନ୍ତି ମୋ ଅଙ୍ଗରକ୍ଷକ ଭାବରେ ତୁମକୁ ନିୟୋଜିତ କରିବା ପାଇଁ, ସେଥିରେ ମହାମନ୍ତ୍ରୀ ବୀରସେନ ମଧ୍ୟ ଏକମତ ଅଛନ୍ତି। ସେଥିପାଇଁ ଆଜିଠାରୁ ତୁମକୁ ଏଇ ପ୍ରତାପଗଡ଼ ରାଜା ପ୍ରତାପସେନଙ୍କର ଅଙ୍ଗରକ୍ଷକ ଭାବରେ ଆଜିଠାରୁ ମୁଁ ତୁମକୁ ନିୟୋଜିତ କରୁଛି। ଯାହା ଆପଣଙ୍କ ଆଜ୍ଞା ନରେଶ, ଯାହା ଆପଣଙ୍କ ଆଜ୍ଞା। କିନ୍ତୁ ବାଘେଶ୍ୱର ବାଘା, ତୁମ କାର୍ଯ୍ୟରେ ତୁମେ କେବେ ହେଲେ ଅବହେଳା କରିବନି। ଠିକ ସମୟରେ ଠିକ କାର୍ଯ୍ୟ ସୁଚାରୁ ରୂପେ ତୁଲାଇବାକୁ ପଡ଼ିବ। ନିଶ୍ଚୟ କରିବି ମହାରାଜ, ନିଶ୍ଚୟ କରିବି ମହାମନ୍ତ୍ରୀ ବୀରସେନ, ମହାରାଜ ତାହେଲେ ଆଜି ଆମେ ଗୋଟେ ଅଙ୍ଗରକ୍ଷକ ଭାବରେ ପାଇଯାଇଛୁ ବାଘେଶ୍ୱର ବାଘାକୁ। ନିଶ୍ଚୟ ମହାରାଜ। ଆଉ ମୁଁ ତ ଦେଖୁଛି ସେ ନିଶ୍ଚୟ ତାଙ୍କ କାର୍ଯ୍ୟ ଠିକ ଭାବରେ ତୁଲାଇ ପାରିବେ ବୋଲି। ହଁ ମହାରାଜ। ତାହେଲେ ଗୁମାସ୍ତା ବାଘେଶ୍ୱର ବାଘା, ମହାମନ୍ତ୍ରୀ, ବର୍ତ୍ତମାନ ମହାରାଜାଙ୍କର ଆଦେଶ ତୁମେ ରାଜ୍ୟରେ ଯେମିତି ବାହ୍ୟ ଶତ୍ରୁ କେବେ ଆକ୍ରମଣ କରି ନ ପାରିବ ସେଥିପାଇଁ ସବୁବେଳେ ସଜାଗ ହୋଇ ରହିଥିବ। ଏଇଟା ହଉଛି ରାଜା ପ୍ରତାପ କେଶର ତୁମମାନଙ୍କୁ ନିର୍ଦ୍ଦେଶ। ନିଶ୍ଚୟ ମହାରାଜ। ତାହେଲେ ଆସୁଛି, ମୁଁ ଯାଉଛି ବର୍ତ୍ତମାନ ବିଶ୍ରାମ କକ୍ଷରେ ବିଶ୍ରାମ କରିବି। ତୁମେ ତୁମ ନିଜ କର୍ତ୍ତବ୍ୟରେ ଲାଗି ପଡ଼। ନିଶ୍ଚୟ ମହାରାଜ, ନିଶ୍ଚୟ। ତାହେଲେ ଚାଲନ୍ତୁ ଆସୁଛି ତାହେଲେ ମହାମନ୍ତ୍ରୀ। ମହାରାଜ। ତାହେଲେ ଯିବା ମହାମନ୍ତ୍ରୀ। ଚାଲନ୍ତୁ ମହାରାଜ।
ପାଗଳ ହେଲୁ କି ଦିଜ ପର ହଁ ଏ ବାଘା ଯିବ ତୋ ହାତର ନାଇଁ ରେ ନାଇଁ ରାଜା ପ୍ରତାପ କେଶରେ ନାହିଁ ତୋର ପରିତ୍ରାଣ ବିଷଧର ନାଗ ସାପକୁ ତୁ ଏବେ ପେଡ଼ିଆରେ ରଖିଛୁ କିନ୍ତୁ ମନେ ରାଖ এই বিষধর নাগ দিনে না দিনে তোতে দংশন করে তোর অন্ত ঘটেইব তোর অন্তে প্রতাপগড় রাজ্য হয়েছে বা সৈন্য তোর অন্তে অলে বলে কৌশলে মু হেবি এই প্রতাপগড়ের রাজা হ্যাঁ মামু হ্যাঁ ভরঞ্জা এই রাজা সিংহাসনে পাই জরুরি হলে মু সৃষ্টি করিবে নরমেধ যজ্ঞ লেবি মাতৃ পিতৃহন্তার চরম প্রদেশ এন্ডুয়া যেମିତି তার রঙ বদলাଏ লালে নীলে কালে পেলে ঠিক সেମିତି এମିତି রঙ বদলাই অভিনয় করিবে তু কিছু বুঝি পারিবুনি রাজা হবে সর্কস খেল চালিলা ভিতরে বাঘটা যদি খাইলা হে চায় তাহলে সে রিং মাস্টারকে বি ছাড়িনি মামো সে তা রক্ত পি যায় আয় বাঘা হচ্ছে সেই সর্কস খেলের রক্ত মুখ খাইলা বাঘ তু সেই সর্কস খেলর রক্ত মুখা খাইলে বাঘ ହେଇପାରୁ বরঞ্জা ହଁ ମାମୁ ହଁ কিন্তু রাজা হবাটা এতে সহজ কার্য নুহ আরে বাবা তু বোধে গোটে কথা জানিনু রাজা প্রতাপ কেশরীঙ্ক রানী চন্দ্রাবতী সে পুরা গর্ভবতী তাঙ্কু পুরা 8 পুরি 9টা আরম্ভ এইটা হচ্ছে রানী মাঙ্কর প্রসবর শেষ মাস ଆଉ ରାଣୀ ଚନ୍ଦ୍ରାବତୀ ଯଦି ଶିଶୁ ସନ୍ତାନଟିଏ ଜନ୍ମ କରିନିଅନ୍ତି ତାହେଲେ ତ ରାଜା ହବାଟା ଅସମ୍ଭବ মুলু মাইলে জীব সরি দেবঙ্ক সঙ্গে কেম্পা করি ଜମା ନୁହଁ তাহলে তো এবে হয়ে যায় রানী চন্দ্রাবতীকে মারি দেবে মামু মারি দেবে মরিব রানী নিশ্চয় মরিব রাজার বংশ বি বুড়ি জীব আরে ভরঞ্জা সে বাউଁଶଟାକୁ ରହିବାକୁ ଦେ ଆଉ ସେ ବଇଁଶୀଟାକୁ ବି ବାଜିବାକୁ ଦେ ସମୟକୁ ଟିକେ ଅପେକ୍ଷା କର ଭଣଞ୍ଜା ସମୟକୁ ଟିକେ ଅପେକ୍ଷା କର ରାଣୀ ଚନ୍ଦ୍ରାବତୀ ତ ମରିବ ନିଶ୍ଚୟ କିନ୍ତୁ ଏଇଟା ହଉଛି ଆମର କାର୍ଯ୍ୟ ହାସଲ କରିବାର ସମୟ ରାଣୀ ଚନ୍ଦ୍ରାବତୀଙ୍କର ମାଉସୀ ଝିଅ ମାନେ ତାଙ୍କ ଭଉଣୀ ଆଉ ଏଇ ରାଜାଙ୍କର ଗେହ୍ଲେଇ ଶାଲୀ ତାଙ୍କ ନାଁ ହଉଛି ପଦ୍ମାବତୀ ସେଇ ପଦ୍ମାବତୀ ସହିତ ତମକୁ ଟିକେ ଲଭ୍ ରିଲେସନଟା ରଖିବାକୁ ପଡ଼ିବ ଭଣଞ୍ଜା ମାନେ ପ୍ରେମ ସମ୍ପର୍କଟା ଗଢ଼ିବାକୁ ପଡ଼ିବ କାହିଁକି ନା ସେହି ପ୍ରେମକୁ ଆମେ ବ୍ରହ୍ମାସ୍ତ୍ର ରୂପରେ ପ୍ରୟୋଗ କରି এই প্রতাপ কেশরীর রাজসিংহাসন রাজ সম্পত্তি অক্তিয়ার করিবাকু পড়িব ভরঞ্জা হ্যাঁ তাহলে এই প্রতাপগড় রাজসিংহাসন পাই হেলে মতে প্রেম କରିବାକୁ ପଡିବ প্রেম হ্যাঁ ভরঞ্জা কিন্তু মামু তুমি গোটাଏ কথা জানিন এଠି এଠି ইস্ক কলে রিস্ক আছে ইসি বাপালো সত কহিলে যে আচ্ছা ন্যায় কলে নসিব খারাপ ধর্ম কলে বরবাদ কিন্তু মামু
ନିଜ ଆଧିପତ୍ୟକୁ ବିସ୍ତାର କରିବା ପାଇଁ ହେଲେ ଶୈତାନଙ୍କ ପୂଜା କରି ପାପର ଆଶ୍ରୟ ବୋଲିବାକୁ ପଡ଼ିବ। ଠିକ କହିଛ। ହଁ ମାମୁଁ ହଁ, ଆଜିଠୁ ଆରମ୍ଭ ହେଲା ଏଇ ଯୁଗର ମହାଭାରତ। ଆସ। ଏଠି ରାଜସିଂହାସନ ପାଇଁ ହେବ 18 ଦିନ ଯୁଦ୍ଧ। ହେଇଯାଉ। ଦେଖିବି କୃଷ୍ଣ କେମିତି ଶଙ୍ଖ ଫୁଙ୍କିବେ ଆଉ ଚକ୍ର ବୁଲାଇବେ। ଏଠି ସାକ୍ଷୀ ହେବା ପାଇଁ ନଥିବ ବେଲାଲ ସେଲାଲ ସେନ ବାଘା ବାଘେଶ୍ୱର ବାଘା ପାଦ ଉଠେଇଲେ ଭୂମିକମ୍ପ ହୁଏ, ହାତ ଉଠେଇଲେ ଦଙ୍ଗା। বেটা যা, তোর বি দিমাগটা বোধে ফুল ঢিলা হয়ে গলানি। বাপা ধন বুঢ়া মাস্টরকে পড়কিয়া শিখাউଛୁ নাই। তোতে যদি মু চিঙ্গুড়ি পরি ব্যবহার করিকি সেউলটা নোট টানিছি তাহলে ମୋ ନାଁ ବି ପ୍ରାଣନାଥ ନୁହଁ। ଆଉ ଯେତେ ସବୁ କଥା ତୋତେ କହିଲି ସବୁ ମିଛ। ଆରେ ଯେତେ ସବୁ ଗପ ତୋତେ ଶୁଣେଇଲି ସବୁ ଡହା ମିଛ। ଆରେ ନଥିଲା ମୋର କେବେ ଭଉଣୀ, ନା ଅଛି ମୋର କେବେ ଭଣଞ୍ଜା, କେହି ନାହାନ୍ତି ମୋର ଏଇ ଦୁନିଆରେ। ପ୍ରାଣନାଥଟା ସବୁଦିନ ପାଇଁ ଏକା। ଆରେ ତୁ ଜାଣି ରଖ ଆଜିଠୁ ଶକୁନି, କଳି ଯୁଗର ଶକୁନି। ଏଇ ପ୍ରାଣନାଥଟା ହଉଛି କଳି ଯୁଗର ଗୋଟାଏ ଶକୁନି। ଆଉ ସେ ଯୁଗର ଶକୁନି ଯେମିତି ଶହେ ଭାଇଙ୍କୁ ବଳି ପକେଇ ଦେଇଥିଲା, ମୁଁ ବି ଠିକ୍ ସେଇପରି ମୋ ଭଣଞ୍ଜାଟାକୁ ବଳି ପକେଇକି ଏଇ ରାଜା ପ୍ରତାପ କେଶରୀର ବଂଶଟାକୁ କରିଦେବି। जय राम जी की जय।
ରାଣୀଙ୍କ ମାଉସୀ ଝିଅ ପଦ୍ମାବତୀ କୁଆଡ଼େ? ଭାରି ସୁନ୍ଦରୀ। ମୁଁ କଣ ସତ ଦେଖିବାକୁ ଏତେ ସୁନ୍ଦରୀ? ଇମା କେମିତି ସୁନ୍ଦର ହେବିନି କହିଲ? ମୁଁ ପରା ଦେଖିବାକୁ ଭାରି ସୁନ୍ଦରୀ। ମୁଁ ପରା ଗୋଟିଏ ଚାଉଳରେ ଗଡ଼ା। ମୁଁ ପରା ଏ ରାଜ୍ୟର ରାଜାଙ୍କର ଏକମାତ୍ର ଗେହ୍ଲେଇ ଶାଳୀ। নীলা নীলা আকাশে চাঁদা হাসে তারা মেলে কণেই কণেই মতে লুচি দেখুছি সুন্দরী মো পদ্মাবতী সুন্দরী মো পদ্মাবতী সুন্দরী মো পদ্মাবতী সুন্দরী মো পদ্মাবতী। ଗୋଟିଏ ଚାଉଲେ ଗଣା ରୂପା ଯାଉବାନା ମରା ଦେଖିଲେ କନ୍ଦା ପାଣି ପ୍ରେମେ ହେବେ ବିଧାତା। ଅଙ୍ଗେ ଅଙ୍ଗେ ଖେଳୁଆଛି ଦେଖ ପ୍ରେମର ଜୁଆର ରମ୍ବା ଉର୍ବଶୀ ମେନକା ଖାଇଦେବେ ବିଧାତା। ଜନ ଦେଇଛି ଯତନ ଫୁଲ ଦେଇଛି ବଦନା সজা পদ্ম পরি দেখা মোহরি সুন্দরী মো পদ্মাবতী সুন্দরী মো পদ্মাবতী সুন্দরী মো পদ্মাবতী সুন্দরী মো পদ্মাবতী। ଅସାକ୍ଷର କରି ପିତାମାତା ମୋର ଆରପାରିକୁ ଚାଲିଗଲା ପରେ ଏ ପ୍ରତାପଗଡ଼ ରାଜ୍ୟର ରାଣୀ ଚନ୍ଦ୍ରାବତୀ ତାଙ୍କ ମାଉସୀ ଝିଅ ଭଉଣୀ ହିସାବରେ ମୋତେ ତାଙ୍କ ପାଖକୁ ଆଣିଲେ, ଆଶ୍ରୟ ବି ଦେଲେ। କୌଣସିରେ ମୋତେ କମ୍ କରିନାହାନ୍ତି। ସେତେବେଳେ ମୁଁ 10 ବର୍ଷର ଥିଲି, ଏବେ ମୁଁ 22 ବର୍ଷର ଯୁବତୀ। 22 ପାହାଚେ ଚଢ଼ି ମୁଁ ସାରିଛି, କିନ୍ତୁ ଦେଖୁଛି ରାଣୀ ଚନ୍ଦ୍ରାବତୀ ମୁଁ ନିଜ ଅପା ହେଲେ ମଧ୍ୟ ମୋତେ ଚାକରାଣୀ ଭଳି ଖଟାଉଛନ୍ତି। ଆରେ ହଁ, ରାଣୀ ଯେଉଁଦିନ ଠାରୁ ଗର୍ଭବତୀ ଅଛନ୍ତି ନା, ମୁଁ ଦିନ ରାତି ତାଙ୍କରି ସେବା କରି ଆସୁଛି। ହଁ, ବଡ଼ ଘର ବଡ଼ ଘୁମର କଥା ଲୋ କହି ହେଉନାହିଁ କିଛି। ବଡ଼କୁ କହିବ ନିଜର ବୋଲି ତ ସେମାନେ କହିବେ ଚି 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 ଚି। ମାଲୋ ପଦ୍ମାବତୀ, এইটা তো আরম্ভ মাত্র। তু আগকু আহুরি অনেক রাস্তা বাকি ଅଛି। কিন্তু তমকু তো এবেঠারু চাকরাণী ভলি খটেଇବା আরম্ভ କରିଦେଲେଣି। বেলহু হুଅ সাবধান, নহলে জীব নাক কান। ଆରେ କିଏ ତମେ? ଏମିତି କହିବାର ମାନେ? କିଏ ମୁଁ ପରା ପ୍ରାଣନାଥ। ମୋର କାମ ନାହିଁ କି ଫୁର୍ସତ ନାହିଁ ରେ ମା। ମୁଁ ସବୁଥିରେ ଖାଲି ଯତ ଖତ। ଇଏ ମୋ ଚୁଟିଟା ଖାଲି ଉଡୁଛି ଫର ଫର। ହେଲେ ଏଇ ରାଜ୍ୟର ଯେତେ ଭଲ ଲୋକ ଅଛନ୍ତି ନା, ମୋ ନାଁ ଶୁଣିଲେ ପରା ତାଙ୍କୁ ବେଶୀ ଡର।
ଆଚ୍ଛା ମା ଇଏ ମୁଁ ଆସିଲା ବେଳେ ତମେ କ'ଣ ଗୋଟାଏ ଗୁଣୁ ଗୁଣୁ ହଉଥିଲ? ହଁ ତ ହଁ ତ ତମ ବାପା ମାଙ୍କ ଦେହାନ୍ତ ପରେ ରାଜା ତମକୁ ଘରକୁ ନେଇ ଆସିଲା, ହଁ ଆଶ୍ରୟ ମଧ୍ୟ ଦେଲା। ହଁ ତ ଅବଶ୍ୟ ଠିକ କଲା ଲୋ ମା, କିନ୍ତୁ ଲାଭ ନଥିଲେ କିଏ କ'ଣ କେବେ ବାଣିଜ୍ୟ କରେ? ହଁ ଏଇ ଦେଖୁନୁ ମା ଏବେଠାରୁ କେମିତି ତୋତେ ଚାକରାଣୀ ଭଳି ଖଟେଇବା ଆରମ୍ଭ କରିଦେଲାଣି। ହଁ ଲୋ ମା ସେଇଥିପାଇଁ କହୁଛି, ଆରେ ମା ଚାକରାଣୀ ଭଳି ଖଟେଇବା ତ ଆରମ୍ଭ କରିସାରିଲାଣି, ହେଲେ ତମେ ସିନା ନିଜ ଲୋକ କହୁଛ, କେହି ନୁହନ୍ତି କାହାର ରେ ମା। ଇଏ ଦୁନିଆଟା ମିଛ ମାୟାର ସଂସାର। ଆରେ ହଁ। ତମେ କ'ଣ କହୁଛ? ମୋ ବାପା ମରିଗଲା ପରେ ଏ ଅନାଥ ଝିଅଟାକୁ ରାଜା ଆଉ ରାଣୀ ମୋ ବାପା ମୋ ଭେଣୀ ତାଙ୍କ ପାଖକୁ ଆଣିଲେ, ଆଶ୍ରୟ ବି ଦେଲେ, କ'ଣ କରି ମୋତେ କମ୍ କରିନାହାନ୍ତି। ମୁଁ କ'ଣ ତାଙ୍କ ପାଇଁ ଏତିକି କରିପାରିବିନି? ନାଇଁ ଲୋ ଝିଅ, ସେତିକି କାହିଁକି କରିବୁ ଯେ, ଆହୁରି ଅଧିକା ଟିକେ କରିଦଉନୁ। ଧାତେରିକି ଆରେ ମା ରାଜା ତୋ ପାଖରେ ଭଲ ଲୋକି ଦେଖେଇ ହଉଛି, କିନ୍ତୁ ତୁ ଅସଲି ମଞ୍ଜି କଥାଟା ଜାଣିନୁ। ଆଉ ଅସଲି ମଞ୍ଜିଟା ହଉଛି ଏଇଆ ଯେ ତମ ବାପା ମାଙ୍କୁ ପରା ଦିନେ ଏଇ ରାଜା ପ୍ରତାପ କେଶରୀ ଆଉ ରାଣୀ ଚନ୍ଦ୍ରାବତୀ ମିଶି ବିଷ ଦେଇ ମାରିଦେଲେ। ହରେ ମା ବିଷ ଦେଇ ମାରିଦେଇ ଅସାଧ୍ୟ ରୋଗର ବାହାନା କରିଦେଲେ। ତୋ ବାପା ମା ଜଣେ ବହୁତ ଭଲ ଲୋକ ଥିଲେ ରେ ମା, ଆଉ ଭଲ ଲୋକ ଥିଲେ ବୋଲି ତ ଏଇ ରାଜା ତୋ ବାପା ମାଙ୍କୁ ମାରିଦେଲା। ହେଲେ କାହିଁକି ଜାଣିଛୁ ମା? କାହିଁକି ନା ଇଏ ଦୁନିଆରେ ପରା ଭଲ ମଣିଷକୁ ବଞ୍ଚିବା ମନା। ହଁ ମୁଁ ସତ କହୁଛି, ମୁଁ ତୋର ମଙ୍ଗଳ ଚାହେଁ, ମୁଁ କେବଳ ତୋର ଶୁଭ କାଙ୍କ୍ଷୀ ରେ ମା, ମୁଁ କେବଳ ତୋର ଶୁଭ କାଙ୍କ୍ଷୀ। ହେ ଭଗବାନ, ତମେ ସତ କହୁଛ? ତାହେଲେ ସେ ରାଜା ଓ ରାଣୀଙ୍କ ପେଟରେ ଏତେ ଛନ୍ଦ? ହଁ ରେ ମା, ଆଗକୁ ଆହୁରି କେତେ ଯେ ଘାଟି ଅଛି ତୁ ହିସାବ ବି କରିପାରିବୁନି, କାହିଁକି ନା ତୁ ଝିଅ ପିଲାଟାରେ ମା। ସେଇଥିପାଇଁ କହୁଛି, ଦେଖ ମା ଇଏ ଦୁନିଆର ସବୁ ଝିଅଙ୍କର ସମସ୍ୟା ଥାଏ, ଆଉ ଠିକ ସେଇଭଳି ତୋର ବି ସେହି ସମସ୍ୟା ଅଛି, ହେଲେ ସମସ୍ୟାର ସମାଧାନ ବି ଅଛି ରେ ମା। ଆଉ ତୋ ସମସ୍ୟାର ସମାଧାନ ହଉଛି କେବଳ ପ୍ରେମ। ଏତେ ସୁନ୍ଦର ରୂପ ରଖିଛୁ, ଏତେ ସୁନ୍ଦର ଯୌବନ ବି ଧରିଛୁ, କୋଉ ବଳିଷ୍ଠ ଟୋକାକୁ ଦେଖି ତ ପ୍ରେମ ଜାଳରେ ଫସେଇ ଦେ ରେ ମା। ଦେଖିବୁ ସେଇ ପ୍ରେମ ମାଧ୍ୟମରେ ତୋର ସବୁ କାର୍ଯ୍ୟ ଚିରେ ପୂର୍ଣ୍ଣ ହେଇଯିବ। ସେଇ ପ୍ରେମ ମାଧ୍ୟମରେ ତୋର ସବୁ କାର୍ଯ୍ୟର ସମାଧାନ ହେଇପାରିବ ରେ ମା। ରେ ମା ଆଉ ଏକା ଝିଅ ତୁ କେବେ ବି ଲଢ଼ି ପାରିବୁନି ମା। ତୁ ଯଦି ପ୍ରେମ କରିବୁ କୋଉ ବଳିଷ୍ଠ ଟୋକାକୁ, ତାହେଲେ ଯାଇକି ତୁ ନିଶ୍ଚୟ ଲଢ଼ି ପାରିବୁ ରେ ମା। ମୁଁ ସତ କହୁଛି। ମୋ ବାବା ହେଇ କହିପାରୁଛ ତମକୁ ଲାଜ ରହିବା କଥା। ତମେ ଏଠି ଗଲ ନହେଲେ ମୁଁ ଭୁଲିଯିବି ତମେ ଜଣେ ବୃଦ୍ଧ ବ୍ୟକ୍ତି ବୋଲି। ଆଉ ଯାଅ କହିଲି ପରା ମୋ ସାମ୍ନାରେ ଏବେ ଚାଲିଯାଅ, ତମ ମୁହଁ ଦେଖିବାକୁ ଚାହେଁ ନା। ଆଉ ଯାଅ କହିଲି ପରା, ଆରେ ଯାଅ। ମୁଁ ସତ କହୁଛି ମା। लवले लवले आलो आमे कौन एते खराब? मामू को सिना तोड़ीदेल, किंतु प्रथमे ए भणजा को थरे देख, तापरे तम विवेक विचार अनुसार निष्पत्ति नब। आलो देखु न देख
ভাবুছ ନାଇଁ ନାଇଁ ତ তাহলে কোন দেখুছ ଦେଖୁଛି ବଳିଷ୍ଠ ବା ପ୍ରଶସ୍ତ ବାକ୍ୟ ও ଆକର୍ଷଣୀୟ ଚେହେରା তাহলে বাহ্যাঙ্গ দেখি এতিকি কহিপারিল কিন্তু এ অন্তর ভাবা ভাবনাকে পড়ি পারিল কি জানি পারিল ମାନେ মানেটা হল ମୋ ହୃଦୟ খোলা হৃদয় ହଁ ତ ମୋ ହୃଦୟର ପ୍ରତିଟି ସ୍ପନ୍ଦନରେ ତୁମରି ସତ୍ତା ଅନୁଭବ କରେ ଇମା ସତରେ ସତରେ ମୋ ହୃଦୟରେ ଖାଲି ତମେ ହିଁ ତମେ ମୁଁ କିଛି ବୁଝିପାରିଲିନି କିଛି ବୁଝିପାରୁନ ମାନେ ମୁଁ ତମକୁ ଭଲ ପାଇଲୁ କ'ଣ କହିଲ ଆଉ ଥରେ କହିଲ ମୁଁ ତମକୁ ବହୁତ ଭଲ ପାଏ ମୁଁ କିନ୍ତୁ ତମକୁ ଭଲ ପାଇନି ଚିହ୍ନା ନାହିଁ ଜଣା ନାହିଁ ଏବଂ ତମ ପରିଚୟ ବି ଜାଣିନି ତମେ କିଏ କ'ଣ କର ଏତେ ବଡ଼ ନିଷ୍ପତ୍ତି ନେଇପାରିଲ କେମିତି ମୁଁ କିଏ ତମେ ଜାଣିନ ମୁଁ ହେଉଛି ରାଣୀ ଚନ୍ଦ୍ରାବତୀଙ୍କ ମାଉସୀ ଝିଅ ପଦ୍ମାବତୀ ରାଜ କଥା ଜାଣିବେ ନା ତାରି ସତରେ ତମ ତଣ୍ଟି ଗାଡ଼ି ପୁରାପୁରି ହାତରେ ଧରେଇଦେବେ ଲବେଲେ লবেলে আলো জানিছি বলি তো এতে বড় নিষ্পত্তি নেইছি মু হচ্ছে রাজা প্রতাপ কেশরীଙ୍କ অঙ্গরক্ষে বাঘেশ্বর 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 বাঘা বাঘা আর তুমি ଝିଅ ହୋନା କାହିଁକି ମୁଁ କହିଲି ପରା ମୁଁ ସେମିତିକା ଝିଅ ନୁହଁ ବୋଲି ମୁଁ କହିଲି ପରା ମୁଁ ତମକୁ ଭଲ ପାଇନି ବୋଲି ତମେ ଏଠି ଗଲ ନଚେତ ମୁଁ ଯାଇକି ରାଜାଙ୍କ ଆଗରେ ସବୁ ସତ କଥା କହିଦେବି ତମେ ଏଠୁ ନ ଯିବ ତାହେଲେ ମୁଁ ଚାଲି ଯାଉଛି अरे 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 मामलो হ্যালো देखलो দেখুছি বাবা ହେ ଭଗବାନ আরে মা রাজা ঘর বলি কেতে দেখেই হউছ সেই রাজা প্রতাপ কেশরী কেতে মারাত্মক প্রাণী তুমি জানিন আরে বাবা দিনে পরে তোম বাপা মাଙ୍କୁ বিষ দেই মারি দেইছিলা আউ সেই রাজা প্রতাপ কেশরী আউ রানী চন্দ্রাবতী তুমি নিজ লোক কহি ছাতি পিটুছ মা ছি 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 তোমাকে কেউ জায়গায় আনি রখি সারিলানি তুমি টিকে নিজে চিন্তা কর নিজ বিবেকକୁ পচার আরে মা এই দেখুনু দেখুনু তোর বয়স গড়ি যাওয়া বসিলানি অথচ কোউদিনে সেই রাজা উরাণী তোর ভাল মন্দ ইচ্ছা অনিচ্ছা সুখ দুঃখ এই বিষয়ে কেবে সে চিন্তা কলানি মা নাইল ঝিয়া সে কেবে চিন্তা করিবনি তো বাটরু খালি তু চিন্তা করুথা କିଛି ଲାଭ ନାହିଁ ରେ ମା ଆରେ ମା ମୁଁ ତ ବାପା ବଦଳରେ ବାପା ପରି ଆଜିଠାରୁ ମୁଁ ତତେ ଝିଅ କରି ନେଉଛି ରେ ମା ଦେଖ ମା ମୋ ଭଣଞ୍ଜା ସହିତ ଟିକେ ପ୍ରେମ ସମ୍ପର୍କ ରଖ ଆଉ ମୋ ଭଣଞ୍ଜା ସହିତ ପ୍ରେମ ସମ୍ପର୍କ ରଖିଲେ ଏ ତୋର ସୌନ୍ଦର୍ଯ୍ୟତାର ଚାଟୁକାରିତା ଆଉ ମୋ ଭଣଞ୍ଜାର ବାହୁବଳ ମିଶିଗଲେ ଦେଖିବୁ ନିଶ୍ଚୟ ତୁ ପ୍ରତିଶୋଧ ନେଇପାରିବୁ ରେ ମା ତୋ ବାପା ମାଙ୍କୁ ମାରିଥିବା ସେଇ ରାଜା ଉରାଣୀକୁ ନିଶ୍ଚୟ ପ୍ରତିଶୋଧ ନେଇପାରିବୁ ଅରେ ମା ମୁଁ ସତ କହୁଛି ହେ ଭଗବାନ ତମେ ଗୋଟେ ସତରେ ସତ କହୁଛ ତାହେଲେ ସେ ରାଜା ରାଣୀଙ୍କ ଏହାରି ପଛରେ ଏତେ ମନ୍ଦ ଦୃଶ୍ୟ ଅଛି ସତ କରିବ ମୋତେ କ'ଣ କରିବାକୁ ହବ अरे माँ मु सब सत कथा कहूँ तमें जदि खराब न भाव ताहले देख माँ देख मो भणंजार कौथिरे किसी अभाव नहीं ऊपर तल तलु ऊपर सबुथिरे पूरा फिट लो माँ आ गोटे कथा मन रख माँ मो भणंजा सहित जदि प्रेम संपर्क रखिब ताहले देखिब निश्चय दिने ना दिने तमें रानीर सुख भोग कर हलो माँ मु सत कहूँ एणिकी माँ मो कथाटा मु कहीदेली तम बाट तमें देख आम बाटरे आमे चलिलु माँ अरे कहली परा तुम एठू जाओ ना मते भारी लाज मारुची लाज? सतर तुम एठू जाओ ना मते भारी डर भी मारुची आज कहली परा अरे रुह तुम एठू जाओ ना अरे रुह
ଭାବିଲା ଆଇଲୋ ଭଲରେ ଖରାପ ନ ଆସିବ ବୋଲି ଭଲ ପାଏ ବୋଲି କହିଛି ଥରେ ଭଲରେ ଭଲରେ ଭଲ ପାଉଥିବେ ଭୁଲିବିନି କେବେ ଏ ଜୀବନରେ ତମେ କଣ ସତରେ ମତେ ଏତେ ଭଲ ପାଅ ଭଲ ମୁଁ ସତ କହୁଛି ମୁଁ ତମକୁ ବହୁତ ଭଲ ପାଏ ମୁଁ ବି ତମକୁ ମୋ ଜୀବନଠୁ ଅଧିକ ଭଲ ପାଏ ଓ ଆରେ ହଁ ଆଜିଠେ ତମର ମୋର ପ୍ରେମର ସମ୍ପର୍କ ରଖିଲା ନିଶ୍ଚୟ ମୁଁ କଥା ଦଉଛି ହଁ। କୌଣସି ପରିସ୍ଥିତିରେ କେହି କାହାକୁ ଧକ୍କା ଦେବିନି ମୁଁ ମଧ୍ୟ ତମକୁ କଥା ଦଉଛି ଆମ ଏ ମିଳନ ଯୁଗ ଯୁଗର ସତରେ ତାହେଲେ ଆସ ଆମେ ଦୁହେଁ ପ୍ରେମିତି ଗଲା ଏଇ ନିରଳ ଜାଗାରେ ଏଇ ରଙ୍ଗୀନ ଦୁନିଆରେ ହଜିଯିବା ତାହେଲେ ଆସୁନ ଆସ ଯଥାଶୀଘ୍ର ରାଣୀ ଅନ୍ତପୁରରେ ହାଜିର ହୁଅ ରାଣୀ ଚନ୍ଦ୍ରାବତୀଙ୍କ ଗର୍ଭବେଦନା ଆରମ୍ଭ ହୋଇଗଲାଣି ତେଣୁ ମାସୁଛି ପ୍ରିୟ ତେଣୁ ମାସୁଛି ରାଣୀ ମାଙ୍କ ପଦେ ଗର୍ଭବେଦନା ଆରମ୍ଭ ହୋଇଗଲାଣି ତେଣୁ ଡଖରା ପଡ଼ିଲାଣି ମୁଁ ଆସୁଛି ପ୍ରିୟ ମୁଁ ଆସୁଛି ଆଗ ମୋ ପୁରା କଥା ଶୁଣିନିଅ ଶୁଣ ମହାରାଣୀ ଶିଶୁପୁତ୍ରକୁ ଜନ୍ମ ଦେଲା ପରେ ମହାରାଣୀ ଚନ୍ଦ୍ରାବତୀକୁ ତଣ୍ଟି ଚିପି ମାରିଦବ ଆରେ ନା ଅସମ୍ଭବ ଏକେବାରେ ସମ୍ଭବ ହେଇପାରିବନି ଏ ଭଗବାନ ତମେ କ'ଣ ପାଗଳ ହେଇଯାଇଛ ନା କ'ଣ ସେ ହେଉଛନ୍ତି ମୋ ନିଜ ଅପା ମୁଁ ପାରିବିନି ହଁ ମୁଁ ପାରିବିନି ଅପା ନା ଚୋପା ମନେ ରଖ ଏଇ ରାଣୀ ଚନ୍ଦ୍ରାବତୀ ଦିନେ ତମ ବାପା ମାଙ୍କୁ ବିଷ ଦେଇ ମାରି ଦେଇଥିଲେ ଏତିକି ଟିକେ କାମ କରିପାରିବନି ତାହେଲେ ତମ ବାପା ମାଙ୍କ ଅତୃପ୍ତ ଆତ୍ମା କେବେ ମଧ୍ୟ ଶାନ୍ତି ପାଇବନି ଆଉ ମୁଁ ବୁଝିଯିବି ତମେ ତମ ବାପାର ଝିଅ ନୁହଁ ଆରେ ନା ମୁଁ ମୋ ବାପର ଝିଅ ହଁ ମୁଁ ମୋ ବାପର ଝିଅ ମୁଁ ପାରିବି ହଁ ମୁଁ ପାରିବି ରାଣୀ ଚନ୍ଦ୍ରାବତୀ ନିଜ ଅପାରେ ମଧ୍ୟ ପ୍ରସବ ସମୟରେ ମୁଁ ତାଙ୍କ ତଣ୍ଟି ଟିପି ମାରିଦେବି ମୁଁ ପାରିବି ମୁଁ ମୋ ବାପର ଝିଅ ତାହେଲେ ମୁଁ ଆସୁଛି ନିଶ୍ଚୟ ହଁ ରାଜା ପ୍ରତାପ କେଶରେ ସୁସ୍ୱପ୍ନର ସୁଖା କଳ୍ପନା କରିପାରିବୁନି ତୋର ସୁନାର ସଂସାରକୁ ବର୍ବାଦ କରିବା ପାଇଁ ତୋର ବିଶ୍ୱସ୍ତ ଅଙ୍ଗରକ୍ଷେ ଏ ବାଘେଶ୍ୱର ବାଘ ତା ଜୀବନକୁ ବାଜି ରଖିଛି ହ୍ୟାଲୋ ଯା ପଦ୍ମାବତୀ ଯା ତୋ ମାଧ୍ୟମରେ ମୁଁ ହାସିଲ କରିବି ମୋ ସ୍ୱପ୍ନର ସୌଧ ବାଘା बागेश्वर बाघा
हे प्रभु जगतर नाथ जगन्नाथ हे प्रभु त्रिलोक बिहारी आज मो महाराणी को तुम साहस दे शक्ति दियो ठाकुरे से जेमिति भल भलरे गर्भवेदना सही पुत्र संतान की कन्या संतान जन्म करंतु हाँ प्रभु तुम चरणाबिंदर एति गुहारी करुछि ठाकुरे एति गुहारी करुछि ଆପଣ ଧୈର୍ଯ୍ୟ ଧରନ୍ତୁ ମହାରାଜ महामंत्री ସବୁ କିଛି ଠିକ୍ ଯିବ ମହାରାଜ ସବୁ କିଛି ଠିକ୍ ଯିବ हाँ महामंत्री मो मते से चाहूँगी मो महाराणी गर्भर आज भलरे भल जदि संतानटे जन्म होब ताहले मो वंश निश्चय उज्जवल होब महामंत्री मो वंश निश्चय उज्जवल होब से आशा मु रखुछि महाराजंकर जय हो महाराजंकर जय हो महाराज अरे पद्मावती महाराज महाराणी चंद्रावती मानिमा पाकुलरे ए शिशु पुत्रटी जन्म नेइछन्ति महाराज सतर पद्मावती अरे तुम सत कहछ हाँ महाराज ए नियंतु महाराज केते दिया सुंदर हेछन्ति दिया ना पद्मावती मो शिशु पुत्र को मते दिया अरे काई के कांदछ रे बाप कांदना बाप कांदना धन सतरे महामंत्री ମହାରାଜ ए देखो महामंत्री शिशुपुत्र केते सुंदर अच्छी महामंत्री ନିଶ୍ଚୟ ମହାରାଜ आओ सतरे जेमिति ता मार मुहटाकू पूरा अपिकल देखा जाउछि देखुन महामंत्री ନିଶ୍ଚୟ ମହାରାଜ आखिटा मुहटा पूरा सत्य जेमिति ता मा परि देखा जाउछि ନିଶ୍ଚୟ ମହାରାଜ आउ कान्ना बाप कान्ना धन कान्ना बाप कान्ना पद्मावती महाराज आज सतरे मो बहुत खुशी पद्मावती ए खुशी रे सत्य जेमिति आज मो गोटे तुमको उपहार देवा इच्छा होछि पद्मावती होते हेले महाराज पद्मावती हेले महाराज कौन है पद्मावती महाराणी चंद्रावती हाँ माने बापा माने ए शिशु पुत्र को जन्म दे हाँ हाँ पद्मावती आर पारी को चली गले नहीं नहीं पद्मावती नहीं तुम्हें मिछ कहूछ पद्मावती तुम्हें मिछ कहूछ ना महाराज हाँ मो चंद्रावती के बेले मत एका करी छाड़ी बनी नहीं पद्मावती तुम्हें मिछ कहूछ पद्मावती तुम्हें मिछ कहूछ ना महाराज मु काहे की मिछ कहबी महाराज महाराणी चंद्रावती माने बापा ए शिशु पुत्र को जन्म दे प्रसव वेदना शयन करि पारी से सबुदिन भाई चिरा निद्रा रे सोई हे भगवान शेषरे कौन या शुणवाकू तिला ठाकुरे मते या शुणवाकू तिला केमिति धैर्य धरिबी रे बाघा केमिति बा धैर्य धरिबी केते स्वप्न केते आशा नहीं यही मनरे केते स्वप्न देखितिली महाराणी गर्भरु संतानटे जन्म हेब यही राजवंश उज्जवल हेब राज्य सारा समस्त जनप्रजा माने हसी उठिबे एले आज ई राजा प्रताप केशरी देखिथिबा सबु स्वप्न আজি स्वप्नरे दिवा स्वप्नरे परिणत होई गला मो महाराणी चंद्रावती एमिति गोटे भल मनीष थिला जे सतरे कण ताहले ई दुनिया रे भल मनीष को बंचिबा मना
କାନିର ସ୍ନେହ ଆଜି ଅପେରା ନଈର ସୁଅ ଆପଣ ତ କାନିର ସ୍ନେହ ଆଜି ଅପେରା ନଈର ସୁଅ ପଚାରୁଛି 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 ଏ ଦୁନିଆ ଭଲ ମଣିଷକୁ ବଞ୍ଚିବ ମନା ଭଲ ମଣିଷକୁ ବଞ୍ଚିବ ମନା ଭଲ ମଣିଷକୁ ବଞ୍ଚିବ ମନା ଭଲ ମଣିଷକୁ ବଞ୍ଚିବ ମନା ଆଜି ମୁଁ ଠିକ ଅନୁଭବ କରିପାରୁଛି ପ୍ରକୃତରେ ଦୁନିଆରେ ଭଲ ମଣିଷକୁ ବଞ୍ଚିବା ମନା। ଚନ୍ଦ୍ରାବତୀ ଶେଷରେ ମତେ ଏକା କରି ତୁମେ ଚାଲିଗଲ ଚନ୍ଦ୍ରାବତୀ ଚାଲିଗଲ। ଧୈର୍ଯ୍ୟ ଧରନ୍ତୁ ମହାରାଜ, ଧୈର୍ଯ୍ୟ ଧରନ୍ତୁ। ଆରେ ଯେଉଁଦିନ ତୁମ ଗର୍ଭ ଉଦୟ ହୋଇଥିଲା ତୁମ ସ୍ୱାମୀ ଖୁସିରେ ପାଟି ପଡୁଥିଲା ସନ୍ତାନଟିଏ ଜନ୍ମ ହେବ କୁଲ ମଣ୍ଡନ କରିବ। ହେଲେ ଆଜି ଏଇ ସନ୍ତାନ ପାଇଁ କୁଲ ମଣ୍ଡନ କରିବ କାହିଁକି? ଆଜି ଏଇ ସନ୍ତାନ ପାଇଁ ମୋ ମହାରାଣୀଟା ଆର ପାରିକୁ ଚାଲିଗଲା। ହଁ এই সন্তান পাজিয়াই মো মহারানীটা আরো পারিকু চালি যাইছি দরকার নাই সে পরিপুত্র এই রাজা প্রতাপক সারি আଣ୍ଠୁ খুড়া হই রহিଯିବ সির এরে দরকার নাই এ পরিপুত্র পদ্মাবতী এই পুত্রକୁ আଜି ମୁଁ ମୋ ହାତରେ ତଣ୍ଟି ଚିପି ମାରି। ରହିଯାନ୍ତୁ ମହାରାଜ, ରହିଯାନ୍ତୁ ରହିଯାନ୍ତୁ ମହାରାଜ। ଏ ଆପଣ କ'ଣ କରିବା ପାଇଁ ଯାଇଛନ୍ତି ମହାରାଜ? ଏ ନିଷ୍ପାପ ଶିଶୁର କ'ଣ ଭୁଲ ଅଛି? ଦିଅନ୍ତୁ ମହାରାଜ, ଦିଅନ୍ତୁ ଏଇ ଶିଶୁପୁତ୍ରକୁ ମୁଁ ପାଳି ପୋଷି ବଡ଼ କରିବି ମହାରାଜ। ଦିଅନ୍ତୁ ମହାରାଜ, ଦିଅନ୍ତୁ। ମହାମନ୍ତ୍ରୀ ତାହେଲେ ତୁମ କଥା ଶୁଣିଲା ପରେ ମୋ ହାତଟା କାହିଁକି ରହିଗଲା ମହାମନ୍ତ୍ରୀ? ଠିକ ଅଛି ମହାମନ୍ତ୍ରୀ, ତୁମେ ଯେତେବେଳେ ଶିଶୁ ପୁତ୍ରଟାକୁ ପାଲି ପୋଷି ମଣିଷ କରି ଏ ଦୁନିଆ ଦାଣ୍ଡରେ ମଣିଷ କରିବାକୁ ଭାବିଛ ମୁଁ ବା କାହିଁକି ମନେ କରିବି? ମହାମନ୍ତ୍ରୀ এই শিশু পুত্রটাକୁ ଆଜି ତୁମ ହାତରେ ମୁଁ ଟେକି ଦେଲି ତଥାପି ଆଜି ଏ ହୃଦୟ ମଧ୍ୟରେ ହୋଇ ନିଆଁଟା ଜଲି ଉଠୁଛି କେବଳ ମୋ ମହାରାଣୀ ଚନ୍ଦ୍ରାବତୀ ପାଇଁ। ମହାରାଜ, ମହାମନ୍ତ୍ରୀ ବୀରସେନ ଏ ଆଖିର ଜନ୍ମ ପରା କାନ୍ଦିବା ପାଇଁ କାନ୍ଦିବା ପାଇଁ ଆଖିର ଜନମ ସିଏ କାନ୍ଦିବନି କାନ୍ଦିବ କିଏ? ହସିବା ପାଇଁ ତ ଅଠର ଜନମ ସେ ହସକୁଲୁ ଛଡ଼େଇ ନିଏ। ଏଠି ଜୀବନ ଯାତନା ଭରା, ଏଠି ସପନ ହୁଏ ଅଧୁରା। ଏଠି ଜୀବନ ଯାତନା ଭରା, ଏଠି ସପନ ହୁଏ ଅଧୁରା। ଫଟେଇ ଦିଏ କଲିଜା, ଫଟେଇ ଦିଏ କଲିଜା, ଛାତିରେ ନିଆଁ। ଭଲ ମଣିଷକୁ ବଞ୍ଚିବା ମନା, ଭଲ ମଣିଷକୁ ବଞ୍ଚିବା ମନା, ଭଲ ମଣିଷକୁ ବଞ୍ଚିବା ମନା, ଭଲ ମଣିଷକୁ ବଞ୍ଚିବା ମନା।
রানী মা ধৈর্য ধরো ভণঞ্জা, ধৈর্য ধরো। ইয়ে কଣ କଲେ ରାଣୀ ମା হে ভগবান ଶେଷରେ ଆମକୁ ଅନାଥ କରି ଛାଡ଼ି ଚାଲିଗଲ ଧୈର୍ଯ୍ୟ ଧରିବାକୁ ହବ ଭଣଞ୍ଜା। ଆମ୍ଭେ ତମ ବିନା ବଞ୍ଚିବୁ କିପରି ରାଣୀ ମା ଆରେ ବାବା ତୋତେ ଲେମ୍ବୁ ପାଣି ପିଇକି ବି ବଞ୍ଚିବାକୁ ପଡିବ ଭଣଞ୍ଜା। ଏ ବାବା যত পুণ্য তত পাপ মনুষ্যের জীবন নরকের নরকের আচ্ছা ঈশ্বর বড়ল ঈশ্বর যাহা করନ୍ତି ପ୍ରାଣୀଙ୍କ ମଙ୍ଗଳ ପାଏ ନା ମାମୁନା ମହାରାଣୀ ଚନ୍ଦ୍ରବତୀଙ୍କ ମୃତ୍ୟୁରେ ଆମ୍ଭେ ଶୋକ କରିବା କାହିଁକି କାହିଁକି ବାବା? ଆମ୍ଭେ ମନ ଖୋଲି ହାସ୍ୟ ହସ ହସିବା हंस बाबा हंस, दिल खुली की हंस, दरकार पड़िले दिल का दरवाजा खोली की भी हंस। हेले अति हसी कार्य नासी। ओहो আরে বাবা রাজাঙ্কর রানী ইহ ধাম ত্যাগ করে চালি যাই নাহান্তি যে এইটা ଆମ ତିନି ଜଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ହଁ ରାଜାଙ୍କ ପାଇଁ ଯେମିତି ହେଲେ ମଧ୍ୟ ଆମକୁ ତ ରାଣୀଟିଏ ଖୋଜିବାକୁ ପଡ଼ିବ। କିନ୍ତୁ ଏଇ ସୁବର୍ଣ୍ଣ ସୁଯୋଗରେ ମୁଁ ତମ ଦି ଜଣଙ୍କୁ ଗୋଟେ କଥା କହିବାକୁ ଚାହୁଁଛି ବାବା। ତମେ ଯଦି ମନା କରିବନି ତାହେଲେ ଏଇନେ କହିଦିଅନ୍ତି। ମାମୁ ଏଁ, ଭୟ କରିବାର ଆବଶ୍ୟକ ନାହିଁ ଯଥା ଶୀଘ୍ର ପ୍ରକାଶ କର ঠিক ଅଛି ଭଣଜା ତାହେଲେ ମୁଁ କହିଦଉଛି ବାବା। ଦେଖ ପରେ ଖରାପ ଭାବିବନି। ହଉ ଠିକ ଅଛି ରାଜାଙ୍କ ପାଇଁ ଯେମିତି ହେଲେ ମଧ୍ୟ ଆମକୁ ରାଣୀଟିଏ ଦରକାର। ନିଶ୍ଚୟ ହେଲେ ଅନ୍ୟ ପଟୁ ଯଦି ରାଣୀଟିଏ ନ ଆଣିକି ତମ ପ୍ରେମିକା ପଦ୍ମାବତୀକୁ ଯଦି ରାଜାଙ୍କ ସହିତ ବିବାହ କରେଇ ଦିଆଯାଏ ତାହେଲେ କେମିତି ହବ ଭଣଜା? ମାମୁ ସେଇଥିପାଇଁ ତ ମହାରାଣୀ ଚନ୍ଦ୍ରାବତୀକୁ ହତ୍ୟା କରିଛି ହତ୍ୟା ହତ୍ୟା ସାବାସ୍ ଭଣଜା। ନମସ୍ତେ ରାଣୀ ସାହେବା ନମସ୍ତେ ନମସ୍ତେ হে ভগবান রানী সাহেবা এ সমুদ্র কাহিকি ମୁଁ ଜମି ବୁଝିପାରିଲିନି। ହଁ ପ୍ରତାପଗଡ଼ ରାୟ ସାହେବଙ୍କୁ ରାଣୀ କହିବିନି ତ କହିବେ କଣ ঠিক କହିଛ। ମାନେ ମାନେଟା ହେଲା ତମେ ରାଜା ପ୍ରତାପ କେଶରୀକୁ ବିବାହ କର আরে না অসম্ভব ইয়া কেমন সম্ভব হইপারিবনি। হে ভগবান তোমার সତରେ পাগল হইযাইছ না কোন? আরে এইটা কোন কথা? তোমাকে ছাড়ি সে বুঝা হস্ତରେ মোর এ দেহ জমরক দেখি যাই পারিবিনি। ମୁଁ କହିଲି ପରା ନା ମୁଁ ତାଙ୍କୁ କେବେ ବିବାହ କରିପାରିବିନି। ଟିକେ ବୁଝା ବୁଝା ଭଣଜା ଲେରି ଗୁଡ କହୁଣି କି ବୋହିଗଲାଣି ରେ। ମୋ ଧନଟା ପରା ମୋ ସୁନାଟା ପରା ଆଗ ମୋ ପୁରା କଥାଟା ଶୁଣ ଶୁଣ ତମେ ରାଜା ପ୍ରତାପ କେଶରୀକୁ ବିବାହ କର କିନ୍ତୁ ସବୁଦିନ ମୋ ସହିତ ଏମିତି ସମ୍ପର୍କ ଥିବ। କହିଛ এই প্রতাপগড়ে মতে যদি মহারাজা পরে দেশের দেখিবা পাই চাহুছ তোমাকে যদি এই প্রতাপগড়ের পাট্টরাণী হেবার আছে এই প্রতাপগড়ের ধন সম্পত্তিকে যদি আম হাত মুঠা গণিবার আছে তাহলে তুমি রাজা প্রতাপ কেশরকে বিবাহ করিবাকু বাধ্য। অলমা ମୋ ଭଣଜା ଠିକ କହିଛି। তো দেহ যৌবন কথা কହୁଥିଲୁ ନା ସେଇଟା କ'ଣ ସେଇ ବୃଦ୍ଧ ରାଜାକୁ ଯୌତୁକରେ ଦବା ନା କ'ଣ ବା? ଏତିକି ମନେ ରଖ କେବଳ ଧନ ସମ୍ପତ୍ତି ପାଇଁ ତୁ ରାଜା ପ୍ରତାପ କେଶରୀକୁ ବିବାହ କରୁଛୁ କିନ୍ତୁ ଇଏ ତ ଦେହ ଯୌବନ ମନ ତନଟା ମୋ ଭଣଜା ପରା ତତେ ପ୍ରେମ କରିଛି ସେଇଟା ତାରି ଅଧିକାରେ। ତମେ କ'ଣ ସତ କହୁଛ? ମୁଁ ଯେ ରାଜା ପ୍ରତାପ କେଶରୀକୁ ବିବାହ କରିବି ତମେ ହେବ ରାଜ୍ୟରେ ରାଜା ଆଉ ହେବି ତମ ପାଟରାଣୀ ଆଉ ଇଏ ହେବେ মামু হেবে মহামন্ত্রী। ঠিক ଅଛି ମୁଁ ତମ ଦି ଜଣଙ୍କ ପ୍ରସ୍ତାବରେ ରାଜି କିନ୍ତୁ ଗୋଟିଏ କଥା କ'ଣ? এই রাজ্যের রাজা প্রতাপ কেশরী রানী চন্দ্রাবতী মানিবাবুଙ୍କୁ আর তাଙ୍କ জীবনটা ଅଧିକ ଭଲ ପାଆନ୍ତି আর ତାଙ୍କର ଏବେ ଦେହାନ୍ତ ହେଇଛି ସେ ମୋତେ ଶୀଘ୍ର ବିବାହ କରିବେ। লেবেলে লেবেলে
ତମେ ସେଇଥିପାଇଁ ବେଫିକର ରହ। ଆମ୍ଭେ ସବୁ ଯୋଜନା କହିସାରିଛୁ। ତମେ ଶୀଘ୍ର ଯାଇ ବିବାହ ପାଇଁ ପ୍ରସ୍ତୁତ ହୁଅ। ମାମୁ ହଁ ଭଣଜା ମୁଁ ଯାଉଛି ସେ ବୃଦ୍ଧ ରାଜା ପାଖକୁ। ନିହାତି କିଛି ନା କିଛି ଗୋଟେ ଷଡ଼ଯନ୍ତ୍ର କରିବାକୁ ପଡ଼ିବ। ଠିକ କହିଛ। ତାହେଲେ ମୁଁ ଯାଉଛି ବିବାହ ମଣ୍ଡପକୁ ନେଇ ଆସିବି ବିବାହ ପ୍ରସ୍ତୁତି ନେଇକି। ମାମୁ ହଁ ଭଣଜା ଆମ ପାଖରେ ସମୟ କମ। ଠିକ କହିଛ। ଗପସପ କରିବାନି, हाँ ଶୀଘ୍ର ଯାଇ ନିଜ କାର୍ଯ୍ୟ ଲାଗି ପଡ଼ିବ। हाँ भणजा हाँ ताहले शुभ काम में देर क्यों चलो रानी माँ ତାହେଲେ ମୁଁ ଆସୁଛି। ନିଶ୍ଚୟ। हे प्रभु जगतर नाथ जगन्नाथ सतरे कण राजा प्रताप केशरी केउ जन्मरे कि पाप करितिला ठाकुरे काहेकि प्रभु काहेकि हसी उठुथिबा मो सुनार संसार को आज तुमे उजाड़ी देलो ठाकुरे काहेकि ठाकुरे काहेकि ମହାରାଜ अरे बागेश्वर बाघा ଶରୀରର ଗୋଟିଏ ଅଙ୍ଗ ଆଉ ଗୋଟିଏ ଅଙ୍ଗକୁ ଛାଡ଼ି ରହିପାରେନି ମହାରାଜ। अरे बाघा ତଥାପି ଆପଣଙ୍କୁ ଭୁଲିବାକୁ ହବ ମହାରାଜ। केमिति भूलिब रे बाघा केमिति भूलिबी ହଁ ମହାରାଜ। सबुबेले महारानी स्नेह प्रेम ममतारे सबुबेले मते बांधी रखिथिला ନିଶ୍ଚୟ ମହାରାଜ। ता प्रति छविटा मो आखि सामने सबुबेले जल जल होई देखा जाउछि केमिति बा भूलिबी रे बागा ताकु मो केमिति भूली पारिबी ମହାରାଜ बागा ହଜିଲା ଜିନିଷ ଆଉ ମରିଗଲା ମଣିଷ କେବେ ଫେରି ଆସେନି ରାଜନ। नाही रे बागा ଆପଣଙ୍କୁ ମହାରାଣୀ ଚନ୍ଦ୍ରାବତୀଙ୍କୁ ବୁଲିବାକୁ ହବ ମହାରାଜ। बंद कर बागा बंद कर काहेकि से गोटिए कथा बारंबार बारंबार मते दोहराई दउछु এই মন প্রাণটা যেতে চেষ্টা কলে বি सबुबेले সেই মহারানী 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 চন্দ্রাবতী सबुबेले মনে পড়ি যাଉଛି রে বাগা কেমিতি বা ভুলিবি তাকু ମୁଁ ଜାଣେ ମହାରାଜ। ତଥାପି ମହାରାଜ ଆପଣ ଯଦି ମୋତେ ଖରାପ ନ ଭାବନ୍ତେ ତାହେଲେ ମୋ କଥା କୁହନ୍ତି ମହାରାଜ। ଖରାପ ଭାବିବା କେଉଠୁ ଆରେ ତୋତେ ପରା ବିଶ୍ୱାସ କରି ବିଶ୍ୱସ୍ତ ଭାବରେ ତୋତେ ଆଜି ମୋ ଅଙ୍ଗରକ୍ଷକ ଭାବରେ ନିୟୋଜିତ କରିଛି। କରେ ବାଗା ଆରେ ତୋ ମନରେ ଯାହା ଭାବିଛୁ ମୋତେ ଖୋଲିକି କହିଦେ ବାଗା ଖୋଲିକି କହିଦେ। ନିଶ୍ଚୟ କହିବି ମହାରାଜ। ଆପଣଙ୍କ ଶିଶୁପୁତ୍ର ପ୍ରଦୀପର ଲାଲନ ପାଳନ ନିମନ୍ତେ ଅରେ ବାଗା ଏଇ ପ୍ରତାପଗଡ଼ ଜନପ୍ରଜାଙ୍କ ହିତ ନିମନ୍ତେ ଆପଣଙ୍କୁ ପୁଣି ଥରେ ଦ୍ୱିତୀୟ ବିବାହ କରିବାକୁ ବାଗା ଏ ତୁ କଣ କହୁଛୁ ରେ ବାଗା ତୁ କଣ କହୁଛୁ କେଇଟା ଦିନ ହୋଇଛି ମହାରାଣୀ ଚନ୍ଦ୍ରାବତୀ ମୋତେ ଛାଡ଼ି ଆର ପାରିକୁ ଚାଲି ଯାଇଛନ୍ତି। ମୁଁ ଜାଣେ ମହାରାଜ। ପୁଣି ତୁ କହୁଛୁ ମୋତେ ପୁଣି ଦ୍ୱିତୀୟ ବିବାହ କରିବାକୁ କେମିତି ମୁଁ ଦ୍ୱିତୀୟ ବିବାହ କରିବି ରେ ବାଗା କେମିତି ମୁଁ ଦ୍ୱିତୀୟ ବିବାହ କରିବି ମହାରାଜ ଆପଣଙ୍କ ଖୁସି ପାଇଁ ନୁହଁ ମହାରାଜ, ଆପଣଙ୍କ ଶିଶୁପୁତ୍ର ପ୍ରଦୀପଙ୍କ ପାଇଁ ଏଇ ପ୍ରତାପଗଡ଼ ଜନପଦାଙ୍କ ହିତ ନିମନ୍ତେ ଆପଣଙ୍କୁ ପୁଣି ଥରେ ନିଶ୍ଚୟ ଦ୍ୱିତୀୟ ବିବାହ କରିବାକୁ ପଡ଼ିବ ମହାରାଜ। ବାଘା ପୁଣି ଥରେ ଦ୍ୱିତୀୟ ବିବାହ କରିବାକୁ ପଡ଼ିବ। ଅବଶ୍ୟ ତୁ ଗୋଟାଏ କଥା ତୋ କଥାଟା ବିଚାରକୁ ଯଦି ନେଲେ ଠିକ କହୁଛୁ ରେ ବାଘା। ହଁ ମହାରାଜ। ମୁଁ ସିନା ଜଲିଯିବି ମହାରାଣୀ କଥା ସବୁବେଳେ ଭାବି ଭାବି ଏ ରାଜ୍ୟର ସମସ୍ତ ଜନପ୍ରଜା ମାନେ ଆଜି କହିବେ ଏଇ ଦେଖ ଆମ ମହାରାଜାଙ୍କ ପତ୍ନୀ ଆର ପାରିକୁ ଚାଲିଗଲା ପରେ ଆଜି ରାକା ଏକା ହୋଇଛନ୍ତି। ହଁ ମହାରାଜ। ପୁଣି ଶିଶୁପୁତ୍ରର ଲାଲନ ପାଳନ କରିବା ଏହି ମହାମନ୍ତ୍ରୀ କେତେ ଦିନ ଲାଲନ ପାଳନ କରିବ? ନା ମହାରାଜ। ସେଥିପାଇଁ ଅବଶ୍ୟ ତୋ କଥା ଯଦି ମୁଁ ମାନିଯିବି
ତାହେଲେ ନିଶ୍ଚୟ ରାଜ୍ୟର ସମସ୍ତଙ୍କର ମଙ୍ଗଳ ହେବ। ନିଶ୍ଚୟ ମହାରାଜ। ହେଲେ ଗୋଟାଏ କଥାରେ ବାଘ, କୁହନ୍ତୁ ମହାରାଜ। ଏଇ ବୃଦ୍ଧ ସମୟରେ ପୁଣି ମୋତେ କିଏ ବା ବାହା ହେବ ରେ ବାଘା, କିଏ ବା ମୋତେ ବାହା ହେବ? ଅଛନ୍ତି ମହାରାଜ, ମୁଁ ନିଶ୍ଚୟ କହିବି ମହାରାଜ। ଅଛନ୍ତି ଆପଣଙ୍କ ଶାଲୀ ବାଘା, ପଦ୍ମାବତୀ ଦେବୀ, ସେ ବହୁତ ଭଲ ଝିଅ ମହାରାଜ। ସତରେ କଣ ସେ ମୋତେ ବାହା ହେବା ପାଇଁ ରାଜି ହେବ? ନିଶ୍ଚୟ ମହାରାଜ, ସେଇଟା ମୋ ଉପରେ ଛାଡ଼ି ଦିଅନ୍ତୁ। ଆପଣ ତାଙ୍କ ସହିତ ବିବାହ କଲେ ଆପଣଙ୍କ ଶିଶୁପୁତ୍ର ପ୍ରଦୀପକୁ କେବେ ମଧ୍ୟ ସେ ସ୍ନେହ ମମତାରେ ଉଣା କରିବେନି ମହାରାଜ। ତାହେଲେ ମୋ ଶିଶୁପୁତ୍ର ପ୍ରତିଭାକୁ ସେ ସ୍ନେହ ମମତା ଦେଇ ପାଳନ କରିବ ତ? ନିଶ୍ଚୟ ମହାରାଜ। ଠିକ ଅଛି ରେ ବାଘା, ଆଜି ମୋ ସୁଖ ପାଇଁ, ମୋ ଯୌନ ସୁଖ ପାଇଁ ମୁଁ ଦ୍ୱିତୀୟ ସ୍ତ୍ରୀ ବାହା ହଉନି, ଦ୍ୱିତୀୟ ସ୍ତ୍ରୀ ଗ୍ରହଣ କରୁନି। କେବଳ ମୋ ପୁଅ ପ୍ରଦୀପର ଲାଳନ ପାଳନ ପାଇଁ, ତାକୁ ଟିକେ ମା ସ୍ନେହ ଦେବା ପାଇଁ ଆଜି ଏଇ ରାଜା ବାଧ୍ୟ ହୋଇ ଦ୍ୱିତୀୟ ବିବାହ କରିବାକୁ ରାଜି ହେଉଛି। ହେଲେ ତୁ ଯା ସେଇ ମହାରାଣୀ ପଦ୍ମାବତୀକୁ, ତାହେଲେ ପଦ୍ମାବତୀକୁ ତ ରାଜି କରି ନେଇଆ ମୋ ସହିତ ବାହା କରିବା ପାଇଁ। ନିଶ୍ଚୟ ମହାରାଜ। ମହାରାଜ ପ୍ରତାପ କେଶରୀଙ୍କର ଜୟ ହେଉ। ତେବେ ଆପଣ ଆସନ ଗ୍ରହଣ କରନ୍ତୁ ମହାରାଜ, ବିବାହ କାର୍ଯ୍ୟ ଆରମ୍ଭ କରିବା। ଠିକ ଅଛି ବାଘା। ହଁ ମହାରାଜ। ଫସିଗଲା ରେ ରାଜା ପ୍ରତାପ କେଶରୀ ଅଙ୍ଗରକ୍ଷୀ ବାଘେଶ୍ୱର ପାଖରେ ଗୋଟେ ଚକ୍ରାନ୍ତର ଚକ୍ର ଭିହରେ ଫସିଗଲା ରେ। ହଁ ରାଜା ପ୍ରତାପ କେଶରୀ ଅହଙ୍କାରରେ ଅନ୍ଧ ହୋଇ ଆଜି ତୁ ଯୋଉ ନିଷ୍ପତ୍ତିଟା ନେଲୁ ସେଇଥିପାଇଁ ତୋତେ ଦିନେ ରାତିରେ ପସ୍ତେଇବାକୁ ପଡିବ। ଏବେ হবে ଯୋଉଦିନ ତୁ ଆଖିରେ ମିଶା ଦୋଷର କଳା ଚଷମା ହଟିଯିବ ସେଇଦିନ ତୁ ବୁଝିପାରିବୁ ପ୍ରକୃତ ସଂସାରଟା କଣ। ବାଘା ବାଘେଶ୍ୱର ବାଘା।